ତେଣୁ ଆମେ ଯେତେବେଳେ ଗୋଟେ କହିବା ଭଗବାନ ଇଜ୍ ନଟ୍ ୱାନ୍ ନେମ୍ ଫର୍ ୱାନ୍ ଫର୍ମ, ଏଇଟାକୁ ଆମେ ଥରେ ଦେଖିବା ଈଶ୍ୱର ବିଷୟରେ ପରେ ବର୍ତ୍ତମାନ କହୁନି ସେ କ'ଣ କହୁଛି ଯେତେବେଳେ ଆମେ କହୁଛୁ ଟେଲି ସେଲ୍ ଫୋନ୍ ୱାନ୍ ନେମ୍ ୱିଥ୍ ୱାନ୍ ଫର୍ମ, ଘଣ୍ଟା ୱାନ୍ ନେମ୍ ଗୋଟିଏ ନାମର ଗୋଟିଏ ନା ଗୋଟିଏ ଜିନିଷ। ଯେତେବେଳେ କହୁଛ ପୃଥିବୀ ପୃଥିବୀ ତାର ଅର୍ଥ କ'ଣ? ପୃଥିବୀ ଏଇଠି ପୃଥିବୀ ଅଛି ନା ନାଇଁ, କିନ୍ତୁ ଏଇଟା ହଉଛି ଓଡ଼ିଶା। ଯଦି ଆପଣ କହିବେ ଓଡ଼ିଶା ଓଡ଼ିଶା ବେଙ୍ଗଲ ଆନ୍ଧ୍ରା ତଫାତ୍ ହେଇଗଲେ। ଆଚ୍ଛା ଓଡ଼ିଶାରେ ଯଦି କହିଦେବେ ଏଇଟା ସମ୍ବଲପୁର, ଏଇଟା ଢେଙ୍କାନାଳ, ଏଇଟା କଟକ, ଏଇଟା ପୁରୀ, ପୁରୀ ବାଲା କଟକ କଟକିଆ ସମ୍ବଲପୁରିଆ ତଫାତ୍ ହେଇଗଲେ ନା ନାଇଁ। କଟକ ଭିତରେ ଚୌଧୁରୀ ବଜାର ଲୋକ, ରାଣୀହାଟ ଲୋକ ତଫାତ୍ ହେଇଗଲେ ନା ନାଇଁ। ତେଣୁ ଯେକୌଣସି ଜିନିଷ ଗୁଡାକ ଆପଣଙ୍କୁ ପୁରା ଭେଦଭାବ ସୃଷ୍ଟି କରୁଛି। ଯେମିତି ପୃଥିବୀର ଲୋକ ସମସ୍ତେ ଥିଲେ, କିନ୍ତୁ ଯଦି 7ଟା ମହାଦେଶ କରିଦେଲ ଏସିଆଟିକ, ୟୁରୋପିଆନ, ଅଷ୍ଟ୍ରେଲିଆନ, ଆମେରିକାନ, କ'ଣ ହେଲା ମୁଣ୍ଡ ଖରାପ ନୁହଁ? ସେମିତି ସବୁ ମଣିଷ ଗୁଡାକ ସମସ୍ତେ ସମାନ ଥିଲେ। ଯେତେବେଳେ ଧର୍ମ ଆରମ୍ଭ ହେଇଗଲା, ଯେତେବେଳେ ଗୋଟିଏ ଲୋକ ଆସିକି ଚାଲିଗଲା ପରେ ଯେଉଁମାନେ ତାଙ୍କୁ ଫଲୋଅର କରିଗଲେ ସେମାନେ କିଛି ହେଇଗଲେ ତାଙ୍କ ଫଲୋଅର। କିଏ ଯଦି ୱାଇ କି ଫଲୋଅର କରିଗଲା ସିଏ ହେଲେ ୱାଇ ଫଲୋଅର। ଆମେ ମଣିଷ ଥିଲୁ, କିନ୍ତୁ ଏଗୁଡାକର ବିଶ୍ୱାସ ପରେ ଆମେ ଫଟାଫଟି ହେଇଗଲୁ। ବୁଝୁଛନ୍ତି? ଏଠି କିନ୍ତୁ ଯୋଉ ହିନ୍ଦୁ ଉପନିଷଦ ସନାତନ ଟ୍ରାଡିସନରେ ସେଥିରେ ସେମିତି କିଛି ନାହିଁ। ସନାତନ ଧର୍ମ ତେଣୁ କହୁଛ ଈଶ୍ୱର ସେ ଗୋଟିଏ ଯେମିତି ଇଜ୍ ନଟ୍ ୱାନ୍ ନେମ୍ ଫର୍ ୱାନ୍ ଫର୍ମ, ଗୋଟିଏ ନା ଗୋଟିଏ ଫର୍ମ ପାଇଁ ନୁହେଁ। ଯେମିତି ପୃଥିବୀ କହିଲେ ସାରା ପୃଥିବୀ ଉପଗ୍ରହ, ପୃଥିବୀ ଯଦି ନାଁଟା କହିବେ ପୃଥିବୀଟା କୋଉଠି? ପୃଥିବୀଟା କୋଉଠି? ପୃଥିବୀରେ ସବୁଠି। ପୃଥିବୀ ଏଠି ଅଛି ନା ନାଇଁ? ଆପଣ ପୃଥିବୀ ନା ନୁହଁ? ମୁଁ ପୃଥିବୀ ନା ନୁହଁ? ଏଇ ଯେ ପୃଥିବୀଟାକୁ ଆପଣ ଯଦି ଚାହୁଁଛନ୍ତି ଗୋଟେ ରିପ୍ରେଜେଣ୍ଟେସନ କରିବେ, କ'ଣ ରିପ୍ରେଜେଣ୍ଟେସନ କରିବେ? ଗୋଟେ ଗ୍ଲୋବ। ଟିକେ ଏଇଟା 2 ମିନିଟ୍। ପୃଥିବୀଟାକୁ ଯଦି ଆପଣ ରିପ୍ରେଜେଣ୍ଟେସନ କରିବାକୁ ଚାହୁଁଛନ୍ତି, କେମିତି ରିପ୍ରେଜେଣ୍ଟେସନ କରିବେ? ଗ୍ଲୋବ କରିବେ। ଆଚ୍ଛା ସେ ଗ୍ଲୋବରେ ଆପଣଙ୍କ ଚିତ୍ର ରହିବ ନା ନାଇଁ? ମୋ ଚିତ୍ର ରହିବ ନା ନାଇଁ? ଏମିତି କୋଉଠି ଯାହାର ଚିତ୍ର ରହିବନି। ଯଦି ସେ ଚିତ୍ର ନ ରହିବ ସେ ପୃଥିବୀ ଇଜ୍ ଇନକମ୍ପ୍ଲିଟ। ଆଚ୍ଛା ଯେତେବେଳେ ପୃଥିବୀଟା ରହିଗଲା ସେମିତି, କିନ୍ତୁ ମୁଁ ଯେତେବେଳେ ଭାବୁଛି ପୃଥିବୀଟାକୁ ବୁଝିବାକୁ ଚାହୁଁଛି, ପୃଥିବୀ ସେଠି ଛୋଟିଆଟିଏ ରିପ୍ରେଜେଣ୍ଟେସନ, ମୁଁ ଏଠି ବଡ଼, ମୁଁ ତାକୁ ବୁଝିବାକୁ ଚାହୁଁଛି। ଯଦି ବୁଝିବାକୁ ଚାହୁଁଛି ତାର ଯୋଉ ରିପ୍ରେଜେଣ୍ଟେସନ, ପୃଥିବୀଟା ଯୋଉ ତାର ଯୋଉ ପ୍ରତୀକ, ଯୋଉ ସିମ୍ବଲ, ସେଇଟା ଛୋଟିଆଟେ, ସେ ଠିଆ ହେଇଛି ସାରା ପୃଥିବୀ ଗ୍ରହ ପାଇଁ। ମୁଁ ହେଲିଣି ମଣିଷ, ମୁଁ ତାଠୁ ବଡ଼ ଜଣା ହଉଛି। ଯେତେବେଳେ ମୁଁ ତାକୁ ବୁଝିବାକୁ ଚେଷ୍ଟା କରିବି, ଆରେ ମୋ ଫଟୋ ବି ସେଠି ଅଛି। ସେ ପୃଥିବୀଟା କୋଉଠି ଅଛି? ଆଖିରେ ତୁମେ ଦେଖୁଛ ପୃଥିବୀର ଗୋଟେ ରେପ୍ଲିକା, ଗୋଟେ ରିପ୍ରେଜେଣ୍ଟେସନ, କିନ୍ତୁ ମୁଣ୍ଡ ଭିତରେ ତୁମେ ଏକ୍ସପାଣ୍ଡ କରୁଛ। ସେ ପୃଥିବୀ ଯେତେବେଳେ ତୁମ ମୁଣ୍ଡ ଭିତରେ ଏକ୍ସପାଣ୍ଡ କରିଗଲା, ତା ଭିତରେ ସବୁ ଦେଶ ରହିଗଲା, ସବୁ ମହାଦେଶ ରହିଗଲା, ସବୁ ରାଜ୍ୟ ରହିଗଲା, ମୋ ଦେହ ବି ରହିଗଲା, ସମସ୍ତଙ୍କ ଦେହ ରହିଗଲା। ଆମେ ପୃଥିବୀର ଅଲଗା କି? ନା, ସେମିତି ଈଶ୍ୱର ଆମର ଯେ ଏଇ ଯୋଉ ବେଦ ସବୁରେ ସେମିତି ଗୋଟାଏ ନାହିଁ ଯେ ଏଇ ଗୋଟାଏ ଫର୍ମ ନା, ସେ ଗୋଟାଏ ଫର୍ମ ବି, କିନ୍ତୁ ସବୁ ଗୁଡାକ ସବୁ ରିପ୍ରେଜେଣ୍ଟ କରୁଛନ୍ତି। ସ ବ୍ରହ୍ମା ସ ହରି ସେନ୍ଦ୍ର ସ୍ୱକ୍ଷର ପରମ ସ୍ୱରାଟ ସବୁ। ସେ ଗୋଟେ ଯୋଉ ତାଙ୍କର ଯୋଉ ଶିବଲିଙ୍ଗ ଦିଆହେଲା, ଶିବଙ୍କ ରୂପ ହେଲା, ବିଷ୍ଣୁ ଯେକୌଣସି ଫର୍ମ ଦେଲେ ଦିଆହେଲେ ବି ତା ଭିତରେ ଆମେ ବି ଅଛୁ। ଯେତେବେଳେ ଆମେ ତାକୁ ନିଜକୁ ବୁଝିବାକୁ ଚେଷ୍ଟା କରୁଛୁ, ତାକୁ ଏକ୍ସପାଣ୍ଡ କଲା ବେଳକୁ ତା ଭିତରେ ଆମେ ବି ସମସ୍ତେ ରହିଲୁ। ଈଶ୍ୱର ଯେତେବେଳେ ଆମେ କହୁଛୁ ଈଶ୍ୱର ଇଜ୍ ନଟ୍ ଏ ନେମ୍ ଫର୍ ଏ ଫର୍ମ। ସେ ଗୋଟିଏ ନା ଗୋଟିଏ ରୂପ ପାଇଁ ଗୋଟିଏ ନାଁ ନାହିଁ। ଦ ନେମ୍ ଫର୍ ଅଲ୍ ଫର୍ମସ୍। ଯେମିତି ପୃଥିବୀଟା ଗୋଟିଏ ନାମ ପାଇଁ ଗୋଟିଏ ଜିନିଷ ନୁହେଁ। ପୃଥିବୀ କହିଲା ମାନେ ପୃଥିବୀରେ ଯାହା ଅଛି ସବୁ ଗୁଡାକ ପ୍ରଥମେ ପୃଥିବୀ, ତାପରେ ଅନ୍ୟ କିଛି। ସେମିତି ଈଶ୍ୱର କହିଲେ ସମସ୍ତେ ପ୍ରଥମେ ଈଶ୍ୱର ମାକ୍ରୋକଜମ, ତାପରେ ଯାଇକି ଆଉ କିଛି ଅଲଗା। ତେଣୁ ସେଥିରେ ଆମର ଏଠି କୌଣସି ଲୋକ ଇଏ ଧର୍ମ ସେ ଧର୍ମ କାହାରି କିଛି ତଫାତ୍ ନାହିଁ। ଯେକୌଣସି ଲୋକ ସେ ଯାହା, ସେ ପୃଥିବୀଟା ଯେମିତି ପୃଥିବୀଟା ହଉଛି ଆମେରିକା, ପୃଥିବୀଟା ହଉଛି ୟୁରୋପ, ପୃଥିବୀ ହଉଛି ଇଣ୍ଡିଆ, ପୃଥିବୀ ହଉଛି ଅଷ୍ଟ୍ରେଲିଆ, ପୃଥିବୀ ହଉଛି ପାକିସ୍ତାନ, ପୃଥିବୀ ହଉଛି ବାଂଲାଦେଶ, ପୃଥିବୀ ହଉଛି ସବୁ, ନୋ ପ୍ରୋବ୍ଲେମ। କିନ୍ତୁ ଆପଣ ଯଦି କହିବେ ଆମେରିକା ଇଜ ଦ ପୃଥିବୀ, କ'ଣ ହବ?
God in and through everything, no problem. But बहुत religion कहे this is the only God, no other God. ସେଇଟା ବି ଯୁଦ୍ଧ ସୃଷ୍ଟି କରୁଛି। ହଁ ଯେତେବେଳେ କୁହାଯାଉଛି ଯେ ମୋ ଧର୍ମ ସବୁଠାରୁ ବଡ଼ ଧର୍ମ, ଏହା ହିଁ ଏକମାତ୍ର ଧର୍ମ, ସେତିକି ବେଳେ ହିଁ ସମସ୍ୟା ସୃଷ୍ଟି ହୁଏ, ପୁରା ସମସ୍ୟା। ଆଉ ତାକୁ ନେଇ ଯୁଦ୍ଧ କରାଯାଏ। ସେଇଟା ଯେଟା ଘରେ ଆରମ୍ଭ ହୁଏ, ଏଇ ଜମିଟା ମୋର ଆଉ କାହାରି ନୁହଁ। ଏ ଭାଇ ତୋର କଣ? ଜମି ପାଇଁ ଲୋକ କଳି କରନ୍ତି। ଲୋକ ଜମି କଣ କେବେ କଳି ସେଥିରେ ଜଏନ୍ କରେ? ଗୋଟେ ନାଇସ୍ ସଂସ୍କୃତ ଶ୍ଲୋକ ଅଛି ଯେ ପୃଥିବୀ ମାତା କହୁଛି ଇଏ ଲୋକ ଗୁଡା ସବୁ ଭୂତ, ସମସ୍ତେ ମୋ ପାଇଁ ଯୁଦ୍ଧ କରୁଛନ୍ତି କିନ୍ତୁ ଶେଷରେ ସମସ୍ତେ ମୋରି ଭିତରକୁ ଆସିବେ। ସମସ୍ତେ ମୋ ଭିତରକୁ ଆସିବେ। ଆଜି ସେଇ ଛଅ ଫୁଟରେ ପଶିବ ନା ନାଇଁ, ପୋଡା ହେଇଯିବ, ଜଳା ହେଇଯିବ ନା ଗାତ ହେଇ ରହିଯିବ। ବିନା ଯୁଦ୍ଧରେ ପୃଥିବୀ ସମ୍ଭବ? ଅଫକୋର୍ସ। ଆପଣ ନିଜ ଜୀବନଟାକୁ ବିନା ଯୁଦ୍ଧରେ ଯଦି ଚଳେଇ ପାରିବେ, ସାରା ସୃଷ୍ଟିଟାକୁ ଚଳେଇ ଦେଇପାରିବେ। ତ ମଣିଷ ଦରକାର ହେଲେ ଜଏନ୍ କରନ୍ତୁ, ଦରକାର ହେଲେ ୱିଡ୍ର କରିଦିଅନ୍ତୁ। କେତେବେଳେ ଜଣେ ଯୁଦ୍ଧ କରିବା ଦରକାର? ଯେତେବେଳେ ପ୍ରକୃତରେ ଯୁଦ୍ଧଟା ଗୋଟେ ଭଲ ଜିନିଷ ନୁହେଁ। ଭଲ ଜିନିଷ ଆପଣ ମରିବାକୁ ଚାହୁଁଛନ୍ତି ନା? ଟିକେ କିନ୍ତୁ ବଞ୍ଚିବା ପାଇଁ ଯୁଦ୍ଧ କରିବା ଆପଣ ମରିବାକୁ ଚାହୁଁଛନ୍ତି କି? ନା। ତାହେଲେ କାହିଁ ମାରିବାକୁ ଯାଉଛନ୍ତି? କାରଣ ମୁଁ ବଞ୍ଚିବାକୁ ଚାହୁଁଛି। ଏକ୍ଜାକ୍ଟଲି। ତାକୁ ବି ମାରିକି କାହିଁ ବଞ୍ଚିବେ? ତାକୁ ବି ବଞ୍ଚନ୍ତୁ, ଆପଣ ବଞ୍ଚନ୍ତୁ। ଆମର କଳିଙ୍ଗ ଯୁଦ୍ଧରେ ଯେତେବେଳେ ସେ କଳିଙ୍ଗ ଯୁଦ୍ଧରେ ବିଜୟରେ ଉନ୍ମତ୍ତ ହେଇକିରି କଣ କହିଲେ ଆମର ଅଶୋକ, ଯିଏ ଆସ ଯିଏ ଯାହା ମାଗୁଛ ନେଇଯିବ। ମୁଁ ଜାଣିଛନ୍ତି ଆମର ସମସ୍ତଙ୍କ ଷ୍ଟୋରି। ସେ ବୁଢୀ ଲୋକ ଯାଇ ପହଞ୍ଚିଲେ, ମହାରାଜ ମୋର ଦରକାର। କଣ ତୁମର ଦରକାର? ମୋର 3ଟା ପୁଅ ଦରକାର। 3ଟା ପୁଅ କୋଉଠି ଆସିଲା? ସେ ଯୁଦ୍ଧରେ ଯାଇଥିଲେ। ସେ କୋଉଠି ଅଛନ୍ତି? ମରି ଯାଇଛନ୍ତି। ସେ ବନ୍ଦୀ ହେଇଥିଲେ ମୁଁ ତାଙ୍କୁ ଖୋଲିଦେବି, ଯଦି ଆଘାତ ପାଇଛି ତାଙ୍କୁ ଚିକିତ୍ସା କରେଇଦେବି, ମରିଗଲ ଗୋଟାକୁ କେମିତି ଫେରେଇଦେବି? ସେ କହିଲା କଣ ମହାରାଜ ଆପଣ ଯଦି ଜୀବନ ଦେଇ ନ ପାରୁଛନ୍ତି, ଜୀବନ ନବାର ଅଧିକାର କଣ ଅଛି? ସେ ଚଣ୍ଡା ଅଶୋକ ପ୍ରିୟଦର୍ଶୀ ଅଶୋକ ହେଇଗଲେ। ତମର ଜୀବନ ଦବାର ତମର ଇଚ୍ଛା ଶକ୍ତି ନାହିଁ ନା, ଜୀବନ ନଉଛ କାହିଁକି? କିନ୍ତୁ ଯଦି ଗୋଟେ ଧର୍ମ ଲୋକଙ୍କୁ ଶିଖେଇବ, ଯଦି ଏ ଧର୍ମରେ ଯିଏ ଅବିଶ୍ୱାସ କରି ତାକୁ ମାରିବ, ତାକୁ ଆଉ କଣ କହିବ? ଦ୍ୟାଟ୍ ଇଜ ହ୍ୱେର୍ ଯୋଉମାନେ ସେଗୁଡାକରେ ନମସ୍କାର କରି ସବୁ ଲୋକମାନଙ୍କ ପାଇଁ ବିଶ୍ୱାସ କରୁଛନ୍ତି ଯେ ସମସ୍ତେ ବଢିଆ, ଏଇଭଳିଆ ସେଭଳିଆ ଯୋଉ ଲୋକମାନଙ୍କ ଯୋଉ ବିଶ୍ୱାସ ଅଛି, ସେମାନେ ଲାଗି ଗୋଟେ କ୍ୟାନ୍ସରସ୍ ଭଳିଆ। କାହିଁକି ଯଦି କ୍ୟାନ୍ସର ସେଲ୍ ପଶିଯିବ ତୁମର ହେଲ୍ଦି ସେଲ୍ ଭିତରେ, ତାକୁ ମେସେଜ ଦେଇଦେବ ଯେମିତି ମୁଁ ହଉଛି ତୁମର ଗୋଟେ ଅଂଶ। ସେ ତା ଭିତରେ ରହିଲା, ତାକୁ ମାଇଲା କ୍ୟାନ୍ସରରେ ପଡିଯିବେ। ଏଇ ଯୋଉ ପ୍ରକାର ଲୋକ ଧର୍ମ ନାଁରେ ଯାଇକିରି ପଶିକିରି ସବୁ ଯୁଦ୍ଧ କରି ମରାମରି କରୁଛନ୍ତି, ସେମାନେ ସାରା ସୃଷ୍ଟିଟାକୁ ନଷ୍ଟ କରିଦେବେ। କାରଣ ଧର୍ମର ତାର ସଲ୍ୟୁସନ କଣ? ତାର ସଲ୍ୟୁସନ ହଉଛି ପ୍ରକୃତ ଜିନିଷ। ଧର୍ମ କଣ? ପ୍ରକୃତ ଧର୍ମ ସେମାନେ କଣ ବୁଝିବେ? ଯୋଉମାନେ ତାଙ୍କ ଢଙ୍ଗରେ ବୁଝିଛନ୍ତି ସେମାନେ କଣ ବୁଝିବେ? ରାଇଟ୍। ସେଇ ସକାତ କଥା ହଉଛି ନା। ଏଗୁଡା କୋଉଠୁ ସେମାନେ ଶିଖିଲେ? ପାଠରୁ ଶିଖିଲେ ନା ନାଇଁ? ଏଜୁକେସନ ମଷ୍ଟ ଚେଞ୍ଜ। ଏଜୁକେସନ ଛୁଆ ଦିନୁ ଆମମାନଙ୍କୁ ଏଇଗୁଡା କଥା ସବୁ କୁହାଯିବା ଦରକାର। ଆମ ଛୁଆ ଦିନ ଆମେ ଯେତେବେଳେ ପଢିଲେ ଆମକୁ କଣ କୁହାଯାଇଛି? ତୁ ଆଖିରେ ଦେଖିବୁ, କାନରେ ଶୁଣିବୁ, କହିଛନ୍ତି ନା ନାଇଁ? ଥରେ କହିଛନ୍ତି ନା 1000 ଥର? ସବୁଦିନ କାନରେ ଶୁଣିବୁ, ଆଖିରେ ଦେଖିବୁ, ଥରେ ଇଣ୍ଟ୍ରୋଡ୍ୟୁସ କରାଯାଇଛି। ଆପଣଙ୍କୁ ଆପଣଙ୍କ ଭାବନା ସାଙ୍ଗରେ କିଏ ଇଣ୍ଟ୍ରୋଡ୍ୟୁସ କରାଇଛି? ଛୁଆ ଦିନୁ ଭାବନା ଦିଆ ଚାଲିଛି। ରାଗିବୁ ନାହିଁ, ସବୁବେଳେ ହସିବୁ, ସମ୍ଭବ? ମିଛ କହିବୁ ନାହିଁ, ସବୁବେଳେ ସତ କହିବୁ, ସମ୍ଭବ? ସବୁବେଳେ କାହାରି ଏଇସବୁ ଯୋଉ କଥା ଗୁଡା କୁହାଯାଇଛି, ଭାବନା ଉପରେ କାହାକୁ ଇଣ୍ଟ୍ରୋଡ୍ୟୁସ କରାଯାଇନି। ତାପରେ ସବୁ ଭାବନା ନୁହେଁ, ଗୋଟିଏ ଭାବନା ସବୁ ଭାବନାକୁ ଖରାପ କରିଦେଇ ଯାଉଛି, ଅହଙ୍କାର। ଆଇ ଥଟ୍, ମୁଁ ଦେହ କଣ କହେ? ମୁଁ ଦେହରେ ଅଛି ଭାବନା। ଆଖି କହୁଛି ମୁଁ ଦେଖୁଛି, କାନ କହୁଛି ମୁଁ ଶୁଣୁଛି, ମୁଣ୍ଡ କହୁଛି ମାନେ କଣ? ଭାବନା କହୁଛି ମୁଁ ଭାବୁଛି, ମୁଁ କାହିଁ ଭାବିଲି, ମତେ ଏମିତି କାହିଁ ମୁଁ ଭାବୁଛି। କିଏ କହୁଛି? ଭାବନାର ମୁଣ୍ଡ କଥା କହୁଛି। ଭାବନା କଣ କିଛି କୁହେ? ମୁଁ କହୁଛି ଭାବନା ଉପରେ କମେଣ୍ଟ୍ରି ଦଉଛି, କାହିଁକି ଏଗୁଡାକ ଆସୁଛି? ମୁଁ କହୁଛି, ସେଇ ମୁଁ କେମିତି ଭାବନା ଗୁଡା ଜାଣୁଛି? ତୁମ ଭାବନା ଗୁଡା ଯୋଉ ସୃଷ୍ଟି ହେଇଛି, ତୁମ ଆଖି କଣ ସେ ଭାବନା ଦେଖିପାରିବ? କାନ କଣ ଭାବନାକୁ ଶୁଣିପାରିବ? ଭାବନା ଗୁଡାକ ଆପଣ ଜାଣିପାରିବେ। ଦିଟା ତଫାତ୍, ଜାଣିବା ଆଉ ଦେଖିବା ଭିତରେ ତଫାତ୍। ଆଖି ଦେଖେ, ଆଖି ଜାଣେ ନାହିଁ। କାନ ଶୁଣେ, କାନ ଜାଣେ ନାହିଁ। ଭାବନା ଆସେ, ଭାବନା ଜାଣେ ନାହିଁ। ଭାବନା ଗୁଡାକ ଆପଣ କେମିତି ଜାଣୁଛନ୍ତି? ସେଇଠି କହନ୍ତି ଚେତନା।